ଓଡ଼ିଆରେ ଶୁଣିଥିବା ଆମେ ମୁଁ କାହିଁକି ଯାଏ, ମୁଁ କାହିଁକି ଖାଏ, ମୁଁ କାହିଁକି ପଢ଼େ, ଏସବୁ କଥା ଯଦି ଇଂରାଜୀରେ ଆମେ ତାକୁ କହିବା ତାହେଲେ ଆମକୁ ଶିଖିବାକୁ ପଡ଼ିବ କି ମୁଁ କାହିଁକି କରେର ଇଂରାଜୀ କେମିତି। କାହିଁକିନା ମୁଁ କାହିଁକି କରେ ଯଦି ଶିଖିଯିବା ତାହେଲେ ମୁଁ କାହିଁକି ପଢ଼େ, ମୁଁ କାହିଁକି ଯାଏ, ମୁଁ କାହିଁକି ଖାଏ, ଏସବୁ କରିପାରିବା। ତ ମୁଁ କାହିଁକି କରେର ଗୋଟେ ଉଦାହରଣ ନେଇକି ଦେଖିବା। ମୁଁ କାହିଁକି ଖାଏ ଧରାଯାଉ, ତ ମୁଁ କାହିଁକି ଖାଏ ଏଥିରେ 3 ଖଣ୍ଡ ରହିଲା ଦେଖ, ମୁଁ ଆଉ ଗୋଟେ କାହିଁକି ଆଉ ଗୋଟେ ହେଲା ଖାଏ। ତ ମୁଁ ପାଇଁ ଆମେ ବ୍ୟବହାର କରିବା ଆଇ, ଆଉ କାହିଁକି ପାଇଁ ବ୍ୟବହାର କରନ୍ତି ଆମେ ହ୍ୱାଏ। ହ୍ୱାଏ ହେଲା କାହିଁକି। ମୁଁ କାହିଁକି ଖାଏ, ଆମେ ଲେଖିବା ପ୍ରଥମେ ହ୍ୱାଏ, WH ଯେଉଁ ପ୍ରଶ୍ନଟି ପ୍ରଥମେ ଲେଖିବା ହ୍ୱାଏ ପ୍ରଶ୍ନସୂଚକ ଶବ୍ଦଟି, ଆଉ ତାପରେ ଡୁ କିମ୍ବା ଡଜ୍ ବସିବ। ତ ଏଠି ଯେହେତୁ କର୍ତ୍ତା ଆଇ ଅଛି ଡୁ ବସିଲା, ହ୍ୱାଏ ଡୁ, ତାପରେ କର୍ତ୍ତା ଆଇ ବସିବ, ତାପରେ କ୍ରିୟା ଇଟ୍। ତାହେଲେ ଲେଖିବା ଆମେ କ'ଣ, ହ୍ୱାଇ ଡୁ ଆଇ ଇଟ୍। ହ୍ୱାଇ ଡୁ ଆଇ ଇଟ୍, ୟାର ଅର୍ଥ ମୁଁ କାହିଁକି ଖାଏ। ଯଦି ମୁଁ କାହିଁକି ଖାଏ ହେଉଛି ହ୍ୱାଇ ଡୁ ଆଇ ଇଟ୍, ଠିକ୍ ସେମିତି ପଢ଼େ ଖାଲି କ୍ରିୟାଟାକୁ ପରିବର୍ତ୍ତନ କରିଦିଅ। ମୁଁ କାହିଁକି ପଢ଼େ, ହ୍ୱାଇ ଡୁ ଆଇ ରିଡ୍। ମୁଁ କାହିଁକି ଖେଳେ, ହ୍ୱାଇ ଡୁ ଆଇ ପ୍ଲେ। ମୁଁ କାହିଁକି କରେ, ହ୍ୱାଇ ଡୁ ଆଇ ଡୁ। ତ କରିବା ଇଂରାଜୀ ହେଲା ଡୁ, ତ ସେଠି ଡୁ ବସେଇଦେବ। କହିବ ସାର୍ ଦୁଇଟା ଡୁ, ହଁ ଗୋଟେ ଡୁ ବସିଛି, ତାର କହିବା ଶୈଳୀ ଅଛି ବୋଲି ବସିଲା। ସେଭଳି ଆଉ ଗୋଟେ ଡୁ ହେଉଛି ମୁଖ୍ୟ କ୍ରିୟା କରିବା। ତ ହ୍ୱାଇ ଡୁ ଆଇ ଡୁ, ମୁଁ କାହିଁକି କରେ ହେବ ହ୍ୱାଇ ଡୁ ଆଇ ଡୁ। ମୁଁ କାହିଁକି ଲେଖେ, ହ୍ୱାଇ ଡୁ ଆଇ ରାଇଟ୍। ମୁଁ କାହିଁକି ପଢ଼େ, ହ୍ୱାଇ ଡୁ ଆଇ ରିଡ୍। ତ ଏଇ ହିସାବରେ ଆମେ ସବୁ ବାକ୍ୟ ବନେଇ ପାରିବା।